ପଖାଳ କଥାଟି କହିଲେ ସାଧାରଣ ଭାବରେ ଓଡ଼ିଶା କଥା ଓଡ଼ିଆମୀ କଥା ମନେ ପଡ଼େ ଏବଂ ସୁର ଭାଇଙ୍କୁ ଆମେ ସମସ୍ତେ ଧନ୍ୟବାଦ ଦେବା କଥା ଯେ ଆମର ଏଇ ଗୋଟିଏ ପରମ୍ପରାକୁ ସେ ନିୟମିତ ଢଙ୍ଗରେ ପାଳନ କରିବାକୁ ଚେଷ୍ଟା କରୁଛନ୍ତି। ଏହି ପଖାଳ ବାହାନାରେ ସବୁ ଓଡ଼ିଆ ଏକାଠି ହେବାର ସୁଯୋଗ ପାଉଛନ୍ତି। ଓଡ଼ିଆମାନେ କେବଳ ଏକାଠି ହେଇକି ପଖାଳ ଖାଇବା ପାଇଁ ଏକାଠି ନ ହୁଅନ୍ତୁ, ପଖାଳ ଖାଇକି ଏକାଠି ହେବା ଫଳରେ ଓଡ଼ିଆମୀ ଟିକେ ଦେଖାନ୍ତୁ, ଓଡ଼ିଶାର ସ୍ୱାଭିମାନ କଥା ଚିନ୍ତା କରନ୍ତୁ, ତାହେଲେ ସୁର ଭାଇଙ୍କ ପଖାଳ ସଫଳ ହେବ। ମୁଁ ବିଳମ୍ବ ହେଲେ ମଧ୍ୟ ଆସିଲି ଏଇଥିପାଇଁ ଯେ ସୁର ଭାଇ ବ୍ୟକ୍ତିଗତ ଭାବେ ଆଜି ପଖାଳ ଦିବସରେ ଡାକିଥିଲେ ଏବଂ ମୁଁ ଦେଖୁଛି ଯେଉଁମାନେ ଏଠି ଆସି ପଖାଳ ଆନନ୍ଦରେ ଖାଉଛନ୍ତି ସୁର ଭାଇଙ୍କ ପ୍ରତି କେତେ ଶ୍ରଦ୍ଧା ଅଛି ଏବଂ ସମସ୍ତଙ୍କର ସେ ଭାଇ। ତେଣୁ ଆମ ଭଳି ଲୋକ ଏଭଳି କାର୍ଯ୍ୟକ୍ରମ ଦେଖିଲେ ତାଙ୍କ ସୁର ଭାଇଙ୍କ ପ୍ରତି ଟିକେ ଈର୍ଷା ହେବ। ଆଉ କ'ଣ କହିବି? ପଖାଳ ତ ଆମର ଗୋଟେ ଖାଦ୍ୟ, ପଖାଳକୁ ନେଇ ଆମେ ଗର୍ବ ଅନୁଭବ କରିବା କଥା। ଓଡ଼ିଆ ଖାଦ୍ୟ ହିସାବରେ ପଖାଳକୁ ଅନେକ ସମୟରେ ପଖାଳକୁ ନେଇକି ଲୋକ ଆମକୁ ବହୁତ ଇଙ୍ଗିତ କରନ୍ତି, ପେଟେ ପଖାଳ ଖାଇ ଦେଇକି ଶୋଇଛନ୍ତି ଅଳସୁଆ ଇଏ ସବୁ, କିନ୍ତୁ ପଖାଳର ମଧ୍ୟ ଗୁଣ ଅଛି। ପଖାଳକୁ ନେଇ ଆମେ ଗର୍ବ କରିବା କଥା। କିନ୍ତୁ ପଖାଳକୁ ନେଇ ଯେଉଁ ଗର୍ବ କରୁଛୁ ଖାଦ୍ୟକୁ ନେଇ ବାରମ୍ବାର ସେ କଥା ମୁଁ କହୁଛି, ଓଡ଼ିଆର ଇଏ ଯେଉଁ ସ୍ୱତନ୍ତ୍ର ଖାଦ୍ୟ, ନିଜକୁ ଆଗେ ଓଡ଼ିଆ ବୋଲି ପ୍ରମାଣିତ କର, ତାପରେ ପଖାଳକୁ ନେଇ ଗର୍ବ କରିବ। ତୁମ ଆଚରଣକୁ ଦେଖି ନହେଲେ ପଖାଳକୁ ବଦନାମ କର ନାହିଁ। ତୁମେ ଯେଉଁଭଳି ଆଚରଣ ପ୍ରଦର୍ଶନ କରୁଛ ସେଥିରେ ପଖାଳ ବଦନାମ ହେବ। ପଖାଳ ଦିବସରେ ପଖାଳର ସମ୍ମାନ ପାଇଁ, ଓଡ଼ିଆ ଖାଦ୍ୟର ସମ୍ମାନ ପାଇଁ ଓଡ଼ିଆମାନେ ଓଡ଼ିଆ ହେବାକୁ ଚେଷ୍ଟା କରନ୍ତୁ।